ଆଜି ସାରା ପୃଥିବୀରେ ଯେତେବେଳେ ବିପଦ ଘନୀଭୂତ, ଯେତେବେଳେ ଯୁଦ୍ଧ ଓ ଆତଙ୍କର ଛାୟା ବଢ଼ିଛି, ସେହି ଗୁପ୍ତଚର ହିଁ ଆମର ଅଦୃଶ୍ୟ ପାଳନକର୍ତ୍ତା ଓ ସୁରକ୍ଷାଦାତା। ଜଗତରେ ସବୁଠୁ ଅଧିକ ସାହସୀ ସେ। କେବେ ବୀର ପଦକ ପାଆନ୍ତି ନାହିଁ। ସେମାନଙ୍କର ନାମ ଓ କାମ ଖବରକାଗଜରେ ମୁଦ୍ରିତ ହୁଏ ନାହିଁ। ଯିଏ ନିଜର ବଳିଦାନକୁ ଲୁଚେଇ ଦେଶର ସ୍ୱପ୍ନକୁ ସୁରକ୍ଷିତ କରିଥାଏ, ସେହି ଅଦୃଶ୍ୟ ନାୟକ ହେଉଛନ୍ତି ଗୁପ୍ତଚର। ଆଜିର ଏହି ଭିଡ଼ିଓ ସେହି ବଳିଦାନୀ ଗୁପ୍ତଚରଙ୍କୁ ସମର୍ପିତ, ଯିଏ ନିଜ ସ୍ୱପ୍ନକୁ ତ୍ୟାଗ କରି ଆମ ସ୍ୱପ୍ନକୁ ସୁରକ୍ଷିତ କରିଛନ୍ତି। ତେବେ ଏହି ଗୁପ୍ତଚର କିଏ? ସେମାନଙ୍କର ରହସ୍ୟ କ'ଣ? ପୌରାଣିକ ଓ ଇତିହାସରେ ସେମାନଙ୍କର ଅବଦାନ କ'ଣ ରହିଛି? ଗୁପ୍ତଚରର ଅର୍ଥ। ଗୁପ୍ତଚରର ଅର୍ଥ ହେଉଛି କୌଣସି ବ୍ୟକ୍ତି, ସେନା କିମ୍ବା ଦଳ ଗୁପ୍ତ ଭାବରେ ଅନ୍ୟଙ୍କ ବିଷୟରେ ଖବର, ସୂଚନା, କାର୍ଯ୍ୟକଳାପ, ଯୋଜନା, ରଣନୀତି ଇତ୍ୟାଦି ସଂଗ୍ରହ କରିଥାଏ, ସେହି ବ୍ୟକ୍ତିଙ୍କୁ ଗୁପ୍ତଚର କୁହାଯାଏ। ତେବେ ଏହି ଗୁପ୍ତଚରଙ୍କ ରହସ୍ୟ କ'ଣ? ପ୍ରଥମ ରହସ୍ୟ, ପରିଚୟ ଲୁଚାଇବା। ଗୁପ୍ତଚରଙ୍କ ସବୁଠାରୁ ବଡ଼ ରହସ୍ୟ ହେଉଛି ସେମାନଙ୍କର ଚିହ୍ନ, ପରିଚୟ ଓ କାମକୁ ଅଜଣା ରଖି ଜନସାଧାରଣଙ୍କ ମଧ୍ୟରେ ମିଶିବା। ଦ୍ୱିତୀୟ ରହସ୍ୟ, ଛଦ୍ମବେଶ। କେବେ ସେମାନେ ସାଧାରଣ ଲୋକ, କେବେ ବ୍ୟବସାୟୀ, କେବେ କର୍ମଚାରୀ ବେଶରେ ରହିଥାନ୍ତି। ତୃତୀୟ ରହସ୍ୟ, ସୂଚନା ସଂଗ୍ରାହକ। ସେମାନେ ଶତ୍ରୁଙ୍କର କାର୍ଯ୍ୟ, ରାଜନୈତିକ ଯୋଜନା, ଆର୍ଥିକ ବ୍ୟବସ୍ଥା କିମ୍ବା ସେନା ଗତିବିଧି ଜଣାଇଥାନ୍ତି। ଯୁଦ୍ଧ ସମୟରେ ଶତ୍ରୁର ଦୁର୍ବଳତା ଜାଣିପାରନ୍ତି। ଚତୁର୍ଥ ରହସ୍ୟ, ଗୁପ୍ତ ସନ୍ଦେଶ ପଠାଇବା। ସଂକେତ, ଗୁପ୍ତଲେଖା, କୋଡ୍, ମୋବାଇଲ କିମ୍ବା ସାଇବର ମାଧ୍ୟମରେ ଗୁପ୍ତ ସୂଚନା ପହଞ୍ଚାଇବା। ବୈଦିକ କାଳରୁ ଆରମ୍ଭ କରି ରାମାୟଣ, ମହାଭାରତ, ଚାଣକ୍ୟର ଅର୍ଥଶାସ୍ତ୍ର ଓ ମୌର୍ଯ୍ୟ ବଂଶ, ଦିଲ୍ଲୀ ସୁଲତାନାତ ଓ ଇଂରେଜ ଶାସନ କାଳ ପର୍ଯ୍ୟନ୍ତ ସବୁଠି ଗୁପ୍ତଚର ବ୍ୟବସ୍ଥାର ଉଲ୍ଲେଖ ରହିଛି। ବେଦ କାଳରେ ଗୁପ୍ତଚର। ପ୍ରାଚୀନତମ ଗ୍ରନ୍ଥ ଋଗ୍ବେଦରେ ବି ଗୁପ୍ତଚରର ଚିହ୍ନ ସ୍ପଷ୍ଟ ରହିଛି। ବରୁଣଙ୍କୁ କୁହାଯାଇଛି ସର୍ବଚକ୍ଷୁ, ସର୍ବଶ୍ରୋତା। ତାଙ୍କର ହଜାର ଆଖି, ହଜାର କର୍ଣ୍ଣ ସମସ୍ତଙ୍କୁ ନିରୀକ୍ଷଣ କରେ। ମିତ୍ର ବରୁଣ ଗୁପ୍ତଚରଙ୍କର ନାୟକ। ସେ ନୈତିକତା, ନ୍ୟାୟ ଓ ସତ୍ୟ ଉପରେ ନଜର ରଖନ୍ତି। ଅଗ୍ନି ସବୁ ଯଜ୍ଞ, ଗୃହ, ପରିବାର, ଗୁପ୍ତ କାର୍ଯ୍ୟରେ ଉପସ୍ଥିତ। ସେ ଦିବ୍ୟ ସାକ୍ଷୀ ଓ ଗୁପ୍ତଚରୀର ପ୍ରତୀକ। ସୂର୍ଯ୍ୟ ସର୍ବଚକ୍ଷୁ, ସମସ୍ତଙ୍କୁ ଦେଖୁଥିବା ଦିବ୍ୟ ନୟନ। ସେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ ସଭିଙ୍କୁ ଦେଖନ୍ତି। ବାୟୁ ଓ ଆଦିତ୍ୟ, ସେମାନେ ମନୁଷ୍ୟର ଶ୍ୱାସପ୍ରଶ୍ୱାସ, କଥାବାର୍ତ୍ତା, ଗତିବିଧି ଉପରେ ନଜର ରଖୁଛନ୍ତି। ରାମାୟଣ ସମୟରେ ମଧ୍ୟ ଗୁପ୍ତଚରର ଉଲ୍ଲେଖ ରହିଛି। ରାମାୟଣରେ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଓ ସୀତାଙ୍କ ହରଣ ପରେ ବାନର ସେନା ଭିତରୁ ହନୁମାନ, ଅଙ୍ଗଦ, ଜାମ୍ବବାନ ପ୍ରମୁଖ ଗୁପ୍ତଚର କାମ କରୁଥିଲେ। ଲଙ୍କାରେ ପ୍ରବେଶ କରି ଶତ୍ରୁର ଶକ୍ତି, ସାମର୍ଥ୍ୟ, ସେନା, ରାବଣଙ୍କ ସଂଗଠନ ବିଷୟରେ ଖବର ଆଣିଥିଲେ। ହନୁମାନ ଅଶୋକ ବାଟିକାରେ ସୀତାଙ୍କ ସ୍ଥିତି, ଲଙ୍କାର ସୁରକ୍ଷା ବ୍ୟବସ୍ଥା ସବୁକିଛି ରାମଙ୍କୁ ସୂଚନା ଦେଇଥିଲେ। ସେମିତି ରାବଣଙ୍କ ପାଖରେ ମଧ୍ୟ ଗୁପ୍ତଚର ଶୁକ୍ର ଓ ସାରଣ। ସେମାନେ ବାନର ସେନାର ସଂଖ୍ୟା, ଗତିବିଧି ଦେଖୁଥିଲେ। ସେମାନେ ବାହାରୁ ସେନାର ଶକ୍ତି, ଯୁଦ୍ଧ ପ୍ରସ୍ତୁତି, ରାମ ଲକ୍ଷ୍ମଣଙ୍କ କାର୍ଯ୍ୟ ବିଷୟରେ ସବୁ ଖବର ଆଣୁଥିଲେ। ଶୂର୍ପଣଖା ପ୍ରଥମେ ରାମ ଲକ୍ଷ୍ମଣଙ୍କୁ ଦେଖିଥିଲେ, ରାବଣଙ୍କୁ ସୀତାଙ୍କ ବିଷୟରେ ଜଣାଇଥିଲେ ଓ ସେ ପ୍ରଥମ ସୂଚନାଦାତା ଭାବେ କାମ କରିଥିଲେ। ଲଙ୍କିନୀ ଲଙ୍କାର ପାଳକ ରାକ୍ଷସୀ, ଯିଏ ହନୁମାନଙ୍କୁ ପ୍ରଥମେ ଅଟକାଇଥିଲେ। ସେ ରାବଣଙ୍କ ସୁରକ୍ଷା ବ୍ୟବସ୍ଥାର ଗୁପ୍ତଚରୀ ପ୍ରତିନିଧି ମଧ୍ୟ ଥିଲେ। ମହାଭାରତ ସମୟରେ ମଧ୍ୟ ଗୁପ୍ତଚରର ଉଲ୍ଲେଖ ରହିଛି। ମହାଭାରତରେ ଗୁପ୍ତଚରୀର ବ୍ୟବସ୍ଥା ଅଧିକ ସୁସଂଗଠିତ ଥିଲା। କୌରବ ଓ ପାଣ୍ଡବ ଉଭୟଙ୍କ ପାଖରେ ଗୁପ୍ତଚର ଥିଲେ, ଯିଏ ବାହାରୁ ସୂଚନା ଆଣୁଥିଲେ। ବିଦୁର ଧୃତରାଷ୍ଟ୍ରଙ୍କ ପ୍ରଧାନ ସଚିବ, ବହୁତ ବୁଦ୍ଧିମାନ ଓ ରାଜନୀତିଜ୍ଞ ଥିଲେ, କିନ୍ତୁ ଗୁପ୍ତରେ ପାଣ୍ଡବଙ୍କ ମିତ୍ର ମଧ୍ୟ ଥିଲେ। ପାଣ୍ଡବମାନେ ଅଜ୍ଞାତବାସ ସମୟରେ ବିରାଟଙ୍କ ଦେଶରେ ସେମାନେ ନିଜକୁ ଗୁପ୍ତଚରୀ ଭଳି ଛଦ୍ମବେଶରେ ଲୁଚାଇ ରହିଥିଲେ, ଯାହାକି ଏକ ପ୍ରକାର ସିକ୍ରେଟ ଇଣ୍ଟେଲିଜେନ୍ସ ଥିଲା ଏବଂ ସେଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ। ଚାଣକ୍ୟର ଅର୍ଥଶାସ୍ତ୍ରରେ ମଧ୍ୟ ଗୁପ୍ତଚରର ବ୍ୟବସ୍ଥା ଉଲ୍ଲେଖ ରହିଛି। ଗୁପ୍ତଚରର ଶାସ୍ତ୍ରୀୟ ପଦ୍ଧତି, ପ୍ରଥମ ସିଷ୍ଟମେଟିକ୍ ୱେ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ହିଁ ଉଲ୍ଲେଖ ରହିଛି। ସେ କହିଛନ୍ତି, ରାଜାଙ୍କର ନୟନ ଓ କର୍ଣ୍ଣ ହେଉଛି ଗୁପ୍ତଚର। ଧନଚର ତୁଳନାରେ ଗୁପ୍ତଚର ଅଧିକ ଭୟଙ୍କର। ଧନଚର କେବଳ ଜିନିଷ କିମ୍ବା ଧନକୁ ନେଇଥାଏ,
କିନ୍ତୁ ଗୁପ୍ତଚର ଲୋକଙ୍କର ଭରସା, ସମ୍ପର୍କ ଓ ମର୍ଯ୍ୟାଦାକୁ ନଷ୍ଟ କରିଦିଏ। ଚାଣକ୍ୟଙ୍କ ଗୁପ୍ତଚରୀ ବ୍ୟବସ୍ଥା ବିନା ଚନ୍ଦ୍ରଗୁପ୍ତଙ୍କର ମୌର୍ଯ୍ୟ ସାମ୍ରାଜ୍ୟ ସମ୍ଭବ ହେଇନଥାନ୍ତା। ନନ୍ଦ ବଂଶର ଶେଷ ରାଜା ଧନନନ୍ଦ ରାଜ୍ୟରେ ଚାଣକ୍ୟ ଗୁପ୍ତଚରମାନଙ୍କୁ ସବୁଠି ପଠାଇ ଦେଇଥିଲେ, ମନ୍ତ୍ରିମଣ୍ଡଳ, ସେନା, ବଜାର, ପ୍ରଜାମାନଙ୍କ ମଧ୍ୟରେ, ଯାହାଦ୍ୱାରା ଧନନନ୍ଦଙ୍କର ଦୁର୍ବଳତା ବିଷୟରେ ଜାଣିପାରିଥିଲେ ଏବଂ ଧନନନ୍ଦଙ୍କୁ ପରାସ୍ତ କରି ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା କରିପାରିଥିଲେ। ଖିଲଜି ବଂଶର ଆଲାଉଦ୍ଦିନ ଖିଲଜି ମଧ୍ୟ ପିଲାମାନଙ୍କୁ ଗୁପ୍ତଚର ଭାବରେ ନିଯୁକ୍ତି କରୁଥିଲେ। ସେମାନେ ବଜାରକୁ ଯାଇ ଯେଉଁ ବିକ୍ରୟକାରୀ ହେରଫେର ବା କଳାବଜାରୀ କରୁଥିଲେ ବା ଅଧିକ ଦାମରେ ଜିନିଷକୁ ବିକ୍ରି କରନ୍ତି, ସେମାନେ ଆସି ସୁଲତାନଙ୍କୁ ଜଣାଉଥିଲେ। ସେମିତି ଜୟଚାନ୍ଦ, ଯିଏ କନୌଜର ରାଜା ମହମ୍ମଦ ଘୋରୀଙ୍କର ଗୁପ୍ତଚର ଭାବେ କାମ କରୁଥିଲେ। ସେ ପୃଥ୍ୱୀରାଜ ଚୌହାନଙ୍କର ସମକାଳୀନ ଥିଲେ। ସେ ମହମ୍ମଦ ଘୋରୀଙ୍କୁ ସହଯୋଗ କରି ଦ୍ୱିତୀୟ ତରାଇନ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ଦିଲ୍ଲୀ ସୁଲତାନର ପ୍ରତିଷ୍ଠା କରିଥିଲେ। ଇଂରେଜମାନଙ୍କର ଏହି ଗୁପ୍ତଚରୀ ବ୍ୟବସ୍ଥା ପାଇଁ ସେମାନେ ସାରା ବିଶ୍ୱରେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିପାରୁଥିଲେ। ଐତିହାସିକମାନେ କହନ୍ତି, ଇଂରେଜମାନେ ଭାରତରେ ପ୍ରଥମ ସାମରିକ ଯୁଦ୍ଧ ପଲାସି ଯୁଦ୍ଧ ଜିତି ପାରିଥିଲେ ସୈନ୍ୟବାହିନୀ ପାଇଁ ନୁହେଁ, କେବଳ ଗୁପ୍ତଚରୀ ପାଇଁ। ମୀର ଜାଫର, ଯିଏ ଇଂରେଜମାନଙ୍କର ଗୁପ୍ତଚର ଥିଲେ, ସେ ବେଙ୍ଗଲର ନବାବ ସିରାଜୁଦ୍ଦୌଲାଙ୍କର ସେନାପତି ଥିଲେ ଓ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ରବର୍ଟ କ୍ଲାଇଭର ଇନଫର୍ମର ବା ଗୁପ୍ତଚର ଥିଲେ, ଯାହାଦ୍ୱାରା କମ୍ପାନୀ ନବାବର ସବୁ ଦୁର୍ବଳତା ଜାଣିପାରିଥିଲେ ଏବଂ ଯୁଦ୍ଧ ଜିତି ପ୍ରଥମେ ରାଜ୍ୟ ଶାସନ ଆରମ୍ଭ କରିଥିଲେ। ମୀର ଜାଫର ଦେଶଦ୍ରୋହୀ ହୋଇନଥିଲେ ଆଜି ଭାରତର ଇତିହାସ କିଛି ଅଲଗା ହୋଇଥାନ୍ତା। ଗୁପ୍ତଚର ଚାହିଁଲେ ଗୋଟିଏ ଦେଶକୁ ସୁରକ୍ଷିତ ରଖିପାରିବ କିମ୍ବା ଦେଶକୁ ଧ୍ୱଂସ ମଧ୍ୟ କରିପାରେ। ପ୍ରାଚୀନ ଓ ଆଧୁନିକ ସମୟରେ ଗୁପ୍ତଚରୀ ପ୍ରତ୍ୟେକ ଦେଶର ସୁରକ୍ଷା ବ୍ୟବସ୍ଥାର ଏକ ମୁଖ୍ୟ ଅଂଶ। ଯେଉଁ ରାଜ୍ୟର ଗୁପ୍ତଚରୀ ବ୍ୟବସ୍ଥା ସୁଦୃଢ଼, ସେହି ରାଜ୍ୟର ସିଂହାସନ ଅଭେଦ୍ୟ। ଆଜିର ଭାରତରେ ର, ସିବିଆଇ, ଆଇବି, ମିଲିଟାରୀ ଇଣ୍ଟେଲିଜେନ୍ସ, ସେମାନେ ହେଉଛନ୍ତି ଆଧୁନିକ ହନୁମାନ, ବିଦୁର ଓ ଚାଣକ୍ୟ, ଯେଉଁମାନେ ଅଗ୍ନିଶିଖା ନୁହେଁ କିନ୍ତୁ ସୂଚନାର ଆଲୋକରେ ଶତ୍ରୁର ଦୁର୍ଗକୁ ଜାଳିଛନ୍ତି। ସେମାନେ ଗୁଳିରେ ନୁହେଁ, କେବଳ ଏକ କ୍ଷୁଦ୍ର ସୂଚନା ଦ୍ୱାରା ସମଗ୍ର ଯୁଦ୍ଧର ଦିଗ ପରିବର୍ତ୍ତନ କରିଦିଏ। ଭିଡ଼ିଓଟି ଭଲ ଲାଗିଥିଲେ ଆପଣଙ୍କର ମତାମତ ଜଣାଇବେ। ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।